हेलो फ्रेंड्स नमस्कार मु विकास आपण मानकु स्वागत करूछि आउ एक नवा वीडियो रे। तो फ्रेंड्स आज हम जानिबा फार्मर आईडी विषय रे। यह कोन केउ माने करंती यार फायदा कोन याठा केउठारे आवेदन करा जाय संपूर्ण डिटेल्स जानिबा एही वीडियो रे। वीडियो को शेष जाय देखंतु आउ चैनल रे जदि नवा आस्तले चैनल को सब्सक्राइब कर दियंतु आ पाखरे थिबा बेल आइकन को प्रेस कर रखंतु जहा फल रे हम चैनल रे जहा भी अपडेट आसीबो सर्वप्रथमे जानि परिबे। चलंतु वीडियो स्टार्ट करिबा। देखନ୍ତୁ ଆପଣ ଗୋଟେ ଚାଷୀ ତ ଆପଣ ଗୋଟିଏ ଫାର୍ମର ଆଇଡି ରହିବା ନିହାତି ଆବଶ୍ୟକ। ଯଦି ଆପଣଙ୍କୁ ଗୋଟିଏ ଫାର୍ମର ଆଇଡି ଅଛି ତାହେଲେ ଆପଣମାନଙ୍କୁ ସରକାରଙ୍କ ତରଫରୁ ଅନେକ ଜିନିଷରେ ସବସିଡି ପାଇପାରିବେ। ଯେମିତି ଦେଖନ୍ତୁ ଆପଣ ଟ୍ରାକ୍ଟର ହଉ, ପାୱାର ଟିଲର ହଉ ବା ଅନ୍ୟାନ୍ୟ କୃଷି ଯାନ୍ତ୍ରିକ ଯେକୌଣସି ଯନ୍ତ୍ରରେ ଆପଣ ସବସିଡି ପାଇପାରିବେ। ଆଉ ଖାସ କରି ଦେଖନ୍ତୁ ଆପଣମାନଙ୍କୁ ବିହନ, ସାରରେ ମଧ୍ୟ ସବସିଡି ମିଳିଥାଏ। ଏହି ସବୁ ଜିନିଷ ପାଇଁ ଆପଣଙ୍କୁ ନିହାତି ଫାର୍ମର ଆଇଡି କରିବା ବହୁତ ଦରକାର। ତ ଏବେ ଦେଖିବା କେମିତି ଆବେଦନ କରିବେ। ଦେଖନ୍ତୁ ଏଇ ଫାର୍ମର ଆଇଡି ଟି ଆପଣ ଆବେଦନ କରିବାକୁ ହେଲେ ଆପଣଙ୍କର ବ୍ଲକରେ ଥିବା ଏଗ୍ରିକଲଚର ଅଫିସକୁ ଯାଇ ଆପଣଙ୍କୁ ଆବେଦନ କରିବାକୁ ପଡିବ ଏବଂ ଏହା ଆବେଦନ କରିବା ପାଇଁ ଆପଣଙ୍କୁ ଆବଶ୍ୟକତା ପଡୁଥିବା ଡକୁମେଣ୍ଟ ଗୁଡାକ ହେଉଛି ଆଧାର କାର୍ଡ, ଜମିର ପଟ୍ଟା, ଭୋଟର ଆଇଡି, ବ୍ୟାଙ୍କ ପାସବୁକ୍, ମୋବାଇଲ ନମ୍ବର, ଫଟୋ ଗୋଟେ ଲାଗିଥାଏ। ଦେଖନ୍ତୁ ଆପଣମାନଙ୍କ ମନରେ କୋଶ୍ଚିନ୍ ଆସୁଥିବ ଯେ ଏହି ଫାର୍ମର ଆଇଡି କରିବା ପାଇଁ ତ ମୋ ନାମରେ ଜମି ନାହିଁ, କେମିତି ଆବେଦନ କରିବି? ଦେଖନ୍ତୁ ଏଥିରେ ଆପଣଙ୍କ ବାପାଙ୍କ ନାମରେ ଥିଲେ ବା କିମ୍ବା ଜେଜେବାପାଙ୍କ ନାମରେ ଥିଲେ ମଧ୍ୟ ଆପଣ ଫାର୍ମର ଆଇଡି ବନାଇ ପାରିବେ। ଦେଖନ୍ତୁ ଏହି ଫାର୍ମର ଆଇଡି ଆପଣଙ୍କୁ ଏହି ଫର୍ମରେ ଆବେଦନ କରିବାକୁ ପଡିବ। ଦେଖାଉଛି ଆପଣମାନଙ୍କୁ ସେଇ ଫର୍ମଟି। ଦେଖନ୍ତୁ ଆପଣମାନେ ଫାର୍ମର ଆଇଡି ବନାଇବାକୁ ଗଲେ ଆପଣଙ୍କୁ ଏଇଭଳିଆ ଫର୍ମଟି ଦେବେ। ଦେଖନ୍ତୁ ଏଠାରେ ଲେଖା ଅଛି gov.odisha ଏଗ୍ରିକଲଚର ଡିପାର୍ଟମେଣ୍ଟ ଫାର୍ମର ରେଜିଷ୍ଟ୍ରେସନ ଫର୍ମ। ତ ଦେଖନ୍ତୁ ଏଠାରେ ଆପଣଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ, ଏଠି ଆପଣଙ୍କର ବ୍ଲକ ସିଲେକ୍ଟ କରିବେ, ଏଠି ଆପଣଙ୍କର ଜିପି ଦେବେ, ଏଠି ଭିଲେଜ ଦେବେ, ତାପରେ ଏଠି ପିନକୋଡ ଫିଲଅପ କରିବେ, ତାପରେ ଫ୍ୟାମିଲି ହେଡ ଅଫ ଫ୍ୟାମିଲି ନେମ ଲେଖିବେ, ଜେଣ୍ଡର କଣ ତାପରେ ଆପଣଙ୍କର କ୍ୟାଟେଗୋରୀ ଦେବେ, ଏସଟି ନା ଏସସି ନା ଜେନେରାଲ ସେଟା ଦେବେ, ତାପରେ ଡେଟ୍ ଅଫ ବାର୍ଥ ଦେବେ, ତାପରେ ଆପଣଙ୍କର ଏଜ ଦେବେ, ତାପରେ ଆପଣଙ୍କର ଫାଦର କିମ୍ବା ହଜବେଣ୍ଡଙ୍କ ନାଁ ଦେବେ, ତାପରେ ଭୋଟର ଆଇଡି ନମ୍ବର ଦେବେ, ଆଧାର କାର୍ଡ ନମ୍ବର ଦେବେ, ଆଉ ଏଠି ଆପଣ ମୋବାଇଲ ନମ୍ବର ବି ଦେବେ। ତାପରେ ଦେଖନ୍ତୁ ଏଠାରେ ଆପଣ ଲେଖା ହେଇଛି ଫ୍ୟାମିଲି ମେମ୍ବର୍ସ ଡିଟେଲ। ଯଦି ଆପଣଙ୍କ ଫ୍ୟାମିଲି ଯେତେ ଜଣ ଥିବେ ସମସ୍ତଙ୍କର ନାଁ ଦେବେ, ତାଙ୍କର ରିଲେସନ କଣ ଅଛି ସେଟା ଦେବେ, ଏଜ ଲେଖିବେ। ତାପରେ ଏଠି ଦେଖନ୍ତୁ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ଦେବେ, ନେମ୍ ଅଫ ଦ ଆକାଉଣ୍ଟ ହୋଲ୍ଡର, ଆକାଉଣ୍ଟ ନମ୍ବର। ଦେଖନ୍ତୁ ଏଠାରେ ଆପଣଙ୍କର ଆକାଉଣ୍ଟ ନମ୍ବର ଦେବେ, ଆକାଉଣ୍ଟ ନମ୍ବର ଦେବେ, ନାଁ ଲେଖିବେ, ବ୍ୟାଙ୍କ ନେମ୍ ଲେଖିବେ, ବ୍ରାଞ୍ଚ ଦେବେ, ଆଇଏଫସି କୋଡ ଦେବେ। ତାପରେ ଏଠି ଦେଖନ୍ତୁ ଲେଖା ହଉଛି ଅଣ୍ଡରଟେକିଂ ରେ ମୁଁ ଏତତ୍ ଦ୍ୱାରା ଘୋଷଣା କରୁଛି କି ମୁଁ ଜଣେ ଚାଷୀ ଏବଂ ଉପରେ ଦିଆଯାଇଥିବା ସମସ୍ତ ତଥ୍ୟ ମୋ ଜାଣିବାରେ ସମ୍ପୂର୍ଣ୍ଣ ସତ୍ୟ ଅଟେ। ଯଦି ପରବର୍ତ୍ତୀ କାଳରେ ଯେକୌଣସି ଭୁଲ ତଥ୍ୟ ଦିଆଯାଇଥିବ ଜଣାପଡେ ତେବେ ମୁଁ ଏହି ତଥ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବି। ଏଥିପାଇଁ ମୋ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତ ଦେଖନ୍ତୁ ସେକେଣ୍ଡ ଲେଖା ଅଛି ମୁଁ କିମ୍ବା ମୋର ଉପରେ ବର୍ଣ୍ଣିତ କୌଣସି ଜଣେ ଅଧିକୃତ ପ୍ରତିନିଧି ବିହନ ବା ଅନ୍ୟ କୌଣସି ସାମଗ୍ରୀ ଗ୍ରହଣ କରେ ତେବେ ଯଦି କିଛି ରିହାତି ପାଇବାରେ ଥାଏ ତାହା ଉପରେ ବର୍ଣ୍ଣିତ ବ୍ୟାଙ୍କ ସଞ୍ଚୟ ଖାତାରେ ଜମା ହେବ। ମୁଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନୀତି ଓ ନିୟମକୁ ମାନିବି। ମୁଁ ଏକ ଅଙ୍ଗୀକାର ସହିତ ଏକମତ। ତାପରେ ଏଠାରେ ଆପଣଙ୍କର ସିଗ୍ନେଚର ଦେବେ। ଏଇ ଫର୍ମରେ ଆପଣଙ୍କର ଆଧାର କାର୍ଡ ଆଟାଚ କରିବେ, ଭୋଟର ଆଇଡି ଆଟାଚ କରିବେ, ବ୍ୟାଙ୍କ ପାସବୁକ୍ ଆଟାଚ କରିବେ। ତାପରେ ସେ ଫର୍ମକୁ ଆପଣ ସେଇ ଏଗ୍ରିକଲଚର ଅଫିସରେ ଦେବେ। ତାପରେ ଆପଣଙ୍କର 5 ରୁ 6 ଦିନ ଭିତରେ ଆପଣଙ୍କୁ ଏକ ଫାର୍ମର ଆଇଡି ମିଳିଯିବ। ଦେଖନ୍ତୁ ଆପଣ ମାନେ ଆବେଦନ କଲା ପରେ ଆପଣଙ୍କୁ ଏକ ଫାର୍ମର ଆଇଡି ମିଳିଥାଏ। 5 ରୁ 6 ଦିନ ଭିତରେ ଏହି ଆଇଡି ମିଳିଯିବ। ତ ଶୀଘ୍ର ଶୀଘ୍ର ଯାଇ ଏହି ଫାର୍ମର ଆଇଡି ଆବେଦନ କରାଇ ନିଅନ୍ତୁ। ଭିଡିଓଟି ଏତିକିରେ ଶେଷ କରୁଛୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରିଦିଅନ୍ତୁ। ଆଉ ଯଦି ଭିଡିଓରେ ନୂଆ ଆସିଥିଲେ ଭିଡିଓକୁ ଚ୍ୟାନେଲରେ ସବସ୍କ୍ରାଇବ କରିଦିଅନ୍ତୁ।